ଏବେ ପୂରଣ ହୋଇଛି। ଚଣ୍ଡିଖୋଲ ନୂଆ NSCର ମାନ୍ୟତା ପାଇଛି। ଦେଖନ୍ତୁ ଆମ ଅଞ୍ଚଳର ସମସ୍ତ ଅଧିବାସୀଙ୍କର ଆଗ୍ରହ ଥିଲା ଯେ ଚଣ୍ଡିଖୋଲ NSC ହେଉ ଏବଂ ଚଣ୍ଡିଖୋଲ ସହରୀ ସୁବିଧା ପାଉ। ଚଣ୍ଡିଖୋଲ ସହରୀ ସୁବିଧା ପାଉ NSC ହେଉ ଏକଥା ନୁହେଁ। ଅତୀତରେ ଦାସ କମିଶନଙ୍କ ରିପୋର୍ଟରେ ଉତ୍ତର କଟକ ଜିଲ୍ଲାର ସଦର ମହକୁମା ଭାବେ ଚଣ୍ଡିଖୋଲକୁ ସ୍ଥାନିତ କରିଥିଲେ। ତାମାନେ ଆପଣ ଅନୁଭବ କରିପାରିଥାନ୍ତୁ ଚଣ୍ଡିଖୋଲର ଗୁରୁତ୍ୱ କେଉଁ ଭାବରେ ଥିଲା ଆଗରୁ। ତେଣୁ ୟା ଭିତରେ ଅନେକ ବର୍ଷ ବିତି ଯାଇଛି। ଆମେ ଚଣ୍ଡିଖୋଲର ଯେଉଁ ପ୍ରତିଷ୍ଠା ଯେଉଁ ପରିଚୟ ଥିଲା ସେ ଢଙ୍ଗରେ ଚଣ୍ଡିଖୋଲକୁ ଆମେ ନେଇପାରିନାହୁଁ। ଏବଂ ଏଥର ଲୋକଙ୍କ ସରକାର ମୁଖିଆ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟଙ୍କ ସ୍ୱତନ୍ତ୍ର ଆଗ୍ରହ ଯୋଗୁଁ ଚଣ୍ଡିଖୋଲ NSC ହୋଇଛି ଏବଂ ଆମେ ସହରୀ ସୁବିଧା ପାଇବାକୁ ଏବେ ଯାଉଛୁ। ତେଣୁ ଇଏ ଗୋଟେ ବହୁତ ବଡ଼ ଖୁସିର ଖବର ଆମ ଅଞ୍ଚଳ ପାଇଁ। ଆମ ଅଞ୍ଚଳର ପରିଚୟ ବା 2.5 ଲକ୍ଷ ଲୋକଙ୍କର ପରିଚୟ ପ୍ରତିଷ୍ଠା ଚଣ୍ଡିଖୋଲ ତାର ମାନ୍ୟତା ପାଇଛି। ଦେଖନ୍ତୁ 3ଟି ପଞ୍ଚାୟତ ପୂର୍ଣ୍ଣ ମାତ୍ରାରେ ଯାଉଛି, 2ଟି ପଞ୍ଚାୟତ ଆଂଶିକ ଭାବରେ ଯାଉଛି ଏବଂ ଡ୍ରାଫ୍ଟ ପେପର ଫାଇନାଲାଇଜ୍ ହେଇଛି। ନୋଟିଫିକେସନ୍ ହେଲା ପରେ ଆପଣମାନେ ଜାଣିବେ। ସାର୍ ମୁଖ୍ୟ ଫୋକସ୍ କ'ଣ ରହିବ ଯଦି ସ୍ୱାସ୍ଥ୍ୟ? ଦେଖନ୍ତୁ ଆମର ମୂଳ ଜିନିଷ ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତ ରହିବ ଫୋକସ୍। ମୂଳତଃ ଡ୍ରେନେଜ୍, ସୁଇରେଜ୍ ଏବଂ ଟ୍ରାଫିକ୍ ଏବଂ ଷ୍ଟ୍ରିଟ୍ ଲାଇଟ୍ ଏବଂ ମୂଳତଃ ସଫେଇ ସାନିଟେସନ୍ ଏ କାମ ପ୍ରାଧାନ୍ୟ ଦିଆଯିବ ଏବଂ ମୂଳତଃ NSC ଅଧୀନରେ ଆସୁଥିବା ସମସ୍ତ ପଞ୍ଚାୟତର ଅଧିବାସୀମାନଙ୍କୁ କିଭଳି ଉତ୍କୃଷ୍ଟ ମାନର ଗୁଣବତ୍ତା ସମ୍ପନ୍ନ ସେବା ବିଭିନ୍ନ କ୍ଷେତ୍ରରେ ଯୋଗାଇବା, ସେଥିପାଇଁ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। ସାର୍ ଆଉ ଗୋଟେ କଥା ସାର୍, ଦେଖିବା ଆମେ ବର୍ତ୍ତମାନ ଆପଣଙ୍କର ବି ବହୁତ ବିଜେପି ଛାଡ଼ି ବର୍ତ୍ତମାନ ବିଜେପି ସରକାରରେ ଆପଣ ସରକାରରେ ବହୁତ ପଞ୍ଚାୟତର ସଫଳ ମିଶ୍ରଣ କରିଦେଲା। ଇଏ ବିଜେପିକୁ କେତେ ଶକ୍ତ କରିବ? ନାଇଁ ଦେଖନ୍ତୁ, ଆମେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ଆମେ ଆମ ଦଳ ପାଇଁ କାମ କରୁଛୁ। ସେ ପ୍ରକ୍ରିୟା ଭିତରେ ବହୁତ ଲୋକ ଆମ ସହିତ ଯୋଡ଼ି ହେଇଛନ୍ତି ଏବଂ ଯୋଡ଼ି ହେବା ପରେ ଆମେ 2019ରେ ବହୁତ ଅଳ୍ପ ଭୋଟରେ ନିର୍ବାଚନ ହାରିଥିଲୁ। ଜିତୁ ହାରି ଯାଇଥିଲୁ, କିନ୍ତୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ମନୋବଳ କମି ନଥିଲା। ଏବେ 2024ରେ ଆପଣ ଦେଖିଥିବେ ଆମେ ଆମ କାର୍ଯ୍ୟକର୍ତ୍ତାଙ୍କର ଅଜସ୍ର ପରିଶ୍ରମରେ ଆମେ ଜିତିବାରେ ସକ୍ଷମ ହେଇଛୁ। ଏବଂ ଯେଉଁ କଥା କହିଲେ ଆପଣ ମିଶ୍ରଣ ଗୋଟେ ଦଳକୁ ନିଶ୍ଚିତ ଭାବରେ ବଳ ଦିଏ, ଗୋଟେ ଦଳର କାୟା ବୃଦ୍ଧି କରିବାରେ ସହାୟକ ହୁଏ। ଏବଂ ମୁଁ ଭାବୁଛି ଯେଉଁ ବନ୍ଧୁମାନେ ଆସିଛନ୍ତି ଦଳରେ ମିଶିଛନ୍ତି ଆମ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇଛନ୍ତି, ଆମ ସରକାରର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ତୃଣମୂଳ ସ୍ତରରେ ଗାଁରେ ଯେଉଁ ବିକାଶମୂଳକ କାମ ଚାଲିଛି ତାକୁ ଦେଖି ମଧ୍ୟ ପ୍ରଭାବିତ ହୋଇଛନ୍ତି ଏବଂ ସମସ୍ତେ ଆସିଛନ୍ତି। ମୁଁ ସମସ୍ତଙ୍କୁ ସ୍ୱାଗତ କରିଛି ଏବଂ ତୃଣମୂଳ ସ୍ତରରେ ସମସ୍ତଙ୍କୁ ନେଇ ଭାରତୀୟ ଜନତା ପାର୍ଟିର କାୟା ବୃଦ୍ଧି କିଭଳି ହେବ, ଆମ ସଂଗଠନ କିଭଳି ଶାଣିତ ହେବ, ସଶକ୍ତ ହେବ, ସେ ଦିଗରେ ଆମେ ଧ୍ୟାନ ଦେଉଛୁ। ଏତେ ବଡ଼ ମିଶ୍ରଣ ପରେ ଆପଣଙ୍କର ନିର୍ବାଚନ ମଣ୍ଡଳୀ ଲୋକଙ୍କର ଅଧିକା ଆଶା ରହିବ, ଆପଣଙ୍କୁ ଚ୍ୟାଲେଞ୍ଜିଂ ରହିବ କାର୍ଯ୍ୟକ୍ରମ, ଏକ୍ସପେକ୍ଟେସନ୍ ଅଧିକା ରହିବ ଯେ ଆମ ଅଧିକା କାର୍ଯ୍ୟକ୍ରମ ମିଳିବ। ସେମିତି ତ ଯାଜପୁରରେ ଆପଣଙ୍କର ପଛୁଆ ନିର୍ବାଚନ ମଣ୍ଡଳୀ ଯାକୁ କୁହାଯାଏ ବିକଶିତ ଦୃଷ୍ଟି, ଆପଣ ଏକ୍ସପେକ୍ଟେସନ୍ କ'ଣ କରିବେ? ଦେଖନ୍ତୁ, ମିଶ୍ରଣ ପରେ ଏକ୍ସପେକ୍ଟେସନ୍ ବଢ଼ିବ ଏକଥା ନୁହେଁ। ସାଧାରଣତଃ ଭଲ ପାଇବା ଥାଏ, ଯାହା ପ୍ରତି ଭଲ ପାଇବା ଥାଏ ତାଠୁ ଆଶା ମଧ୍ୟ ଅଧିକ ଥାଏ। ତେଣୁ ଲୋକଙ୍କର ଭଲ ପାଇବା ଅଛି, ଆଶା ରହିବ ଏବଂ ସେ ଆଶାକୁ କ୍ରିୟାନ୍ୱୟନ କରିବା ପାଇଁ ରାତିଦିନ ପରିଶ୍ରମ କରୁଛୁ। କିଛି ନହେଲେ ସୁଖ ଦୁଃଖରେ ହାନି ଲାଭରେ ଛିଡ଼ା ହେବା ପାଇଁ ଉଦ୍ୟମ କରୁଛୁ। ମୁଁ ଭାବୁଛି ମୋ ପରିବାରର ସଦସ୍ୟମାନେ ଘରର ସଦସ୍ୟ, ତେଣୁ ଆଶା ତ ରହିବ। ଆଶା ପୂରଣ କରିବା ପାଇଁ ରାତିଦିନ ପରିଶ୍ରମ କରୁଛୁ, ହେବ ମଧ୍ୟ, ପୂରଣ ହେବ ମଧ୍ୟ। 16 ମାସର ସରକାରରେ ଆପଣଙ୍କର ନିର୍ବାଚନ ମଣ୍ଡଳୀର ସବୁ ବଡ଼ ଉପଲବ୍ଧି? ବହୁତ ଉପଲବ୍ଧି। ଆମେ ଶିକ୍ଷା କ୍ଷେତ୍ରରେ
आम उच्चशिक्षा क्षेत्र में प्रधानमंत्री उच्चतर शिक्षा अभियान ने आम गोटे कॉलेज को साहसपुर जिलार गोटे एकमात्र कॉलेज साहसपुर कॉलेज को 5 कोटी टका देचु। चंडीखोल कॉलेज को 100 बेडेड गर्ल्स हॉस्टल करने 3 कोटी 50 लक्ष एवं अन्यान्य उन्नयनमूलक काम आउ 30 लक्ष 3 कोटी 80 लक्ष देचु। छतिया कॉलेज 3 कोटी 30 100 बेडेड गर्ल्स हॉस्टल देचु। यही उच्चतर शिक्षा विष्णु सामंतराय कॉलेज को 45 लक्ष देचु। ता बाद आम 4टी जाक कॉलेज को 3टी जाक कॉलेज को CMS रे 50 लक्ष लेखा देचु। तेणु उच्चशिक्षा आम 15-16 कोटी टका देकर टेंडरिंग प्रोसेस करके कम को आगू नापी जाइए। ता सहित प्राथमिक शिक्षा को आहरी गुरुत्व दे कम करने 2टी PM श्री स्कूल करूँ माने आसी गोदावरी से आदर्श विद्यालय आमर अर्थ आसी। तापर भी आम 257टी प्राथमिक विद्यालय आम एडिशनल क्लासरूम करने को चाहूँ। ता सहित अन्य भित्तिभूमि संपर्कित समस्या जहाँ अच्छे दूर करने को चाहूँ। समय रहित पदक्षेप नहीं मिशन मोड्रे सारी बोली मोर पूरा विश्वास अच्छी। आ गमनागमन क्षेत्र में प्राय अधिकांश रास्तार आम पैसा देकी टेंडर भी कर सारे कम भी अनेक जगह कम सरले अनेक जगह कम चली। ता सहित आपण सामाजिक सुरक्षा क्षेत्र में देखिए आम 574 जन को अंत्योदय गृह योजना देचु। जो वर्ग जीवन के घर पाइबा को आशा करते घर देचु। तापर भी आम पाखापाखि 1500-2000 लोक भत्ता दे सारूँ। पाखापाखि 2000 लोक भत्ता माने आम ओल्ड एज पेंशन विडो पेंशन डिजाबिलिटी पेंशन ये पेंशन देचु। तापर आम राशन कार्ड पाखापाखि 2000 कार्डर राशन कार्ड EKYC पर आम 2000 परिवार को से सुविधा देवाई प्रक्रिया चली दौचु। आहरी बहुत कथा करूँ। तेणु आम बड़चणार सम्मान स्वाभिमान रक्षा करने विकसित गाँव विकसित ओडिशा कार्यक्रम आरंभ करी आमर प्रतिष्ठित टूरिज्म जगह पर्यटन स्थली महाविनायक आरंभ कर ओलाशुणी उन्नयनमूलक कार्य गोपाल आरंभ कर उदयगिरी पर्यंत